ସାଙ୍ଗମାନେ ଆଜିର ଭିଡ଼ିଓଟା ନା ମୋ ପାଇଁ ବହୁତ ସ୍ପେଶାଲ କାରଣ ଫାଇନାଲି ମୋର ୟୁଟ୍ୟୁବ ଚ୍ୟାନେଲ ମନିଟାଇଜ ହେଇଯାଇଛି। ତ ସତ କହିବାକୁ ଗଲେ ଏଇ ଦିନଟା ପାଇଁ ମୁଁ 2-3 ମାସ ଲଗାତାର ବହୁତ ପରିଶ୍ରମ କରିଛି। ମାନେ କଲେଜ ଯିବା, କଲେଜରୁ ଆସିକି ମୋର ଭିଡ଼ିଓ ବନେଇବା, ଭିଡ଼ିଓ ବନେଇକି ଭିଡ଼ିଓକୁ ଏଡ଼ିଟିଂ କରିବା, ତା ସହିତ ଥମ୍ବନେଲ୍ ବନେଇବା, ଦେନ୍ ଆମର ଭିଡ଼ିଓଟିକୁ ଅପଲୋଡ଼ କରିବା, ସବୁ କିଛି ସମ୍ଭାଳିକି ମୁଁ ଆଜି ମାନେ ଏଇ ଜାଗାରେ ପହଞ୍ଚିଛି। ତ ଆପଣମାନେ ବି ଯଦି ମାନେ ୟୁଟ୍ୟୁବରେ ଭିଡ଼ିଓ ବନାଉଛନ୍ତି କିମ୍ବା ଏବେ ଆମର ନୂଆ କ୍ରିଏଟର ଅଛନ୍ତି, ଆପଣମାନେ ବି ଆପଣଙ୍କର ଏଇ ୟୁଟ୍ୟୁବ ଚ୍ୟାନେଲକୁ ମନିଟାଇଜ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଇ ଭିଡ଼ିଓରୁ ଆପଣମାନେ ବହୁତ କିଛି ଶିଖିବା ପାଇଁ ପାଇବେ। ଆଉ ମୋର ଜର୍ଣ୍ଣି ବିଷୟରେ ଜାଣିବା ପାଇଁ ମାନେ ପାଇବେ ଯେ ମୁଁ କେମିତି କ'ଣ କରିକି ମାନେ ଏଇ ଜାଗାରେ ପହଞ୍ଚିଛି। ତ ଚାଲନ୍ତୁ ଡେରି ନ କରିକି ଆଜିର ଏଇ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ନମସ୍କାର ସାଙ୍ଗମାନେ, ମୁଁ ଲକ୍ଷ୍ମୀ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଦେଖ ସାଙ୍ଗମାନେ, ସତ କହିବାକୁ ଗଲେ ମୋ ପାଇଁ ଏଇଟା କେବେ ବି ଇଜି ନଥିଲା। ମୁଁ ଯେତେବେଳେ ମାନେ ଆମର ଫାଷ୍ଟ ୟୁଟ୍ୟୁବ ଚ୍ୟାନେଲ ମାନେ ଖୋଲିଥିଲି, ସେତେବେଳେ ମୋର ଭିଡ଼ିଓରେ ବି ମାନେ ଭ୍ୟୁଜ୍ ଆସୁନଥିଲା। ଆପଣମାନେ ଯାଇକି ଦେଖିପାରିବେ, ମୁଁ ସେତେବେଳେ ସର୍ଟସ୍ ଭିଡ଼ିଓ ହିଁ ଅପଲୋଡ଼ କରୁଥିଲି। ମୋ ଭିଡ଼ିଓରେ ବି ଭ୍ୟୁଜ୍ ଆସୁନଥିଲା। ମାନେ ଡେଲି ମୁଁ ଅପଲୋଡ଼ କରେ, ଡେଲି ସର୍ଟସ୍ ଭିଡ଼ିଓ ଅପଲୋଡ଼ କରେ। ତ ମୋ ଭିଡ଼ିଓରେ ଜମା ଭ୍ୟୁଜ୍ ଆସୁନଥିଲା। ମୋତେ ସେତେବେଳେ ବହୁତ କଷ୍ଟ ହଉଥିଲା। ମାନେ ଆମର ଯିଏ ୟୁଟ୍ୟୁବର ସେମାନେ ବୁଝିପାରୁଥିବେ ଯେ ଯେତେବେଳେ ଆମ ଭିଡ଼ିଓରେ ଭ୍ୟୁଜ୍ ଆସେନି, ଆମର ଅଡ଼ିଏନ୍ସ ନଥାନ୍ତି, ମାନେ ଆମକୁ କେମିତି ଲାଗେ। ମୋତେ ମାନେ କଷ୍ଟ ହୁଏ, ମୋ ମନ ବି ବହୁତ ଭାଙ୍ଗି ଯାଇଥିଲା। କିନ୍ତୁ ମୁଁ ମୋ ମନରେ ମାନେ ଏତିକି ସେଟ୍ କରିଥିଲି ଯେ ମୋ ଭିଡ଼ିଓରେ ଭ୍ୟୁଜ୍ ଆସୁ କି ନ ଆସୁ, ମୁଁ କେବେ ମୋର ଭିଡ଼ିଓ ଅପଲୋଡ଼ କରିବା ବନ୍ଦ କରିବି ନାହିଁ। ମୁଁ ଡେଲି ଗୋଟେ ସର୍ଟସ୍ ଅପଲୋଡ଼ କରେ ଆମର ୟୁଟ୍ୟୁବରେ। ମୁଁ 2025 ମସିହାରେ ମାନେ ଆମ ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରିବା ଷ୍ଟାର୍ଟ କରିଛି। ମାନେ ସର୍ଟ ଭିଡ଼ିଓ, କେବଳ ସର୍ଟ ଭିଡ଼ିଓ ହିଁ ସେତେବେଳେ ଅପଲୋଡ଼ କରୁଥିଲି। ମୁଁ ଏତେ ୟୁଟ୍ୟୁବ ବିଷୟରେ ଜାଣିନଥିଲି। ତ ସର୍ଟ ଭିଡ଼ିଓ ହିଁ ଅପଲୋଡ଼ କରୁଥିଲି। ତ ମୋତେ ଲାଗୁଥିଲା ଯେ ନାଇଁ, ମାନେ ସର୍ଟ ଭିଡ଼ିଓରେ ହିଁ ମୁଁ ମୋ ଚ୍ୟାନେଲ ମନିଟାଇଜ କରେଇଦେବି। କାହିଁକିନା ମୁଁ ସେତେବେଳେ ମାନେ ଆମର କେମିତି କ'ଣ ମନିଟାଇଜ ହୁଏ ସେଇ କ୍ରାଇଟେରିଆ ବିଷୟରେ ଜାଣିନଥିଲି। ଆଉ ମୁଁ ସେଇଟା ଭୁଲ ଥିଲି ଯେ ନାଇଁ, ମୁଁ ମୋର ସର୍ଟ ଭିଡ଼ିଓରେ ମୋ ଚ୍ୟାନେଲ ମନିଟାଇଜ କରେଇଦେବି, କାହିଁକିନା ମୋ ସର୍ଟ ଭିଡ଼ିଓରେ ବି ଏତେ ଭ୍ୟୁଜ୍ ଆସୁନଥିଲା। ତାପରେ ଧୀରେ ଧୀରେ ଯେତେବେଳେ ମୁଁ ସର୍ଟସ୍ ଅପଲୋଡ଼ କଲି, ତାପରେ ଧୀରେ ଧୀରେ 20-30 ଦିନ ଯେତେବେଳେ ମାନେ ହେଇଗଲା, ସେତେବେଳେ ମାନେ ମୋତେ ରେଜଲ୍ଟ ଦେଖାଗଲା ଯେ ନାଇଁ, ମୋ ଚ୍ୟାନେଲରେ ମାନେ ସବସ୍କ୍ରାଇବର ବଢ଼ିବା ଷ୍ଟାର୍ଟ କରିଦେଇଥିଲେ। ଆଉ ମୋର ଯେଉଁ ଭିଡ଼ିଓ ଥିଲା ସେଗୁଡ଼ାରେ ମୋର ଭ୍ୟୁଜ୍ ଆସିବା ବି ଷ୍ଟାର୍ଟ ହେଇଯାଇଥିଲା। ତାପରେ ମୁଁ ବୁଝିଲି ଯେ ନାଇଁ, ଧୀରେ ଧୀରେ ଭିଡ଼ିଓ ଅପଲୋଡ଼ କରିବା ଦ୍ୱାରା ମୋ ଚ୍ୟାନେଲରେ ମାନେ ଭ୍ୟୁଜ୍ ବି ଆସୁଛି, ଆଉ ମୋର ଧୀରେ ଧୀରେ ସବସ୍କ୍ରାଇବର ମଧ୍ୟ ବଢ଼ୁଛନ୍ତି। ତ ସେମିତି ଧୀରେ ଧୀରେ କରିକି ମାନେ 2-3 ମାସ ଭିତରେ ହିଁ ମୋ ଚ୍ୟାନେଲରେ 2K ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଯାଇଥିଲେ। ମାନେ ବହୁତ ଜଲ୍ଦି, ମାନେ ସର୍ଟସରେ ହିଁ। ତ ତାପରେ ମୁଁ ଡେଲି ମୋର ମାନେ ଭିଡ଼ିଓ ଅପଲୋଡ଼ କରୁଥିଲି। ମାନେ ସର୍ଟ ଭିଡ଼ିଓ ଡେଲି ଅପଲୋଡ଼ କରେ। ମାନେ ତ ଏମିତି ପୁରା ବର୍ଷେ ଲଗାତାର ମୁଁ ଭିଡ଼ିଓ ଅପଲୋଡ଼ କଲି। ମାନେ 2025 ପୁରା 26 ଯାଏଁ ମୁଁ ପୁରା ମାନେ ସର୍ଟ ଭିଡ଼ିଓ ହିଁ ଅପଲୋଡ଼ କଲି। ତାପରେ ମାନେ ଧୀରେ ଧୀରେ ମୁଁ ରିସର୍ଚ୍ଚ କଲି ଆକ୍ଚୁଆଲି କେମିତି କ'ଣ କଲେ ଆମର ଚ୍ୟାନେଲଟା ମନିଟାଇଜ ହେବ। ତାପରେ ମୁଁ ବୁଝିଲି ଯେ ନାଇଁ, ସର୍ଟ ଭିଡ଼ିଓ ଅପଲୋଡ଼ କରିକି ମୁଁ ପୁରା ମାନେ ଭୁଲ କରିଦେଲି। କାହିଁକିନା ସର୍ଟ ଭିଡ଼ିଓରେ ମୁଁ ମୋର ଚ୍ୟାନେଲ ମନିଟାଇଜ କରିପାରିବି ନାହିଁ। କିନ୍ତୁ ସର୍ଟ ଭିଡ଼ିଓ ମାନେ ଡେଲି ଅପଲୋଡ଼ କରିକି ମୋର ଗୋଟେ ଫାଇଦା ହେଲା ଯେ ମୋ ଚ୍ୟାନେଲରେ ବହୁତ ଅଡ଼ିଏନ୍ସ ହେଇଯାଇଥିଲେ, ମାନେ ବହୁତ ସବସ୍କ୍ରାଇବର ହେଇଯାଇଥିଲେ। ତ ମାନେ ମୁଁ ଭାବିଲି ନାଇଁ, ସର୍ଟ ଭିଡ଼ିଓ ଅପଲୋଡ଼ କରିକି ମୋର ସେମିତି କିଛି ମାନେ ମାନେ କିଛି ଖରାପ ହେଇନି। କାହିଁକିନା ସର୍ଟ ଭିଡ଼ିଓ ଦ୍ୱାରା ମୋର ବହୁତ ଅଡ଼ିଏନ୍ସ ଆସିଛନ୍ତି, ଆଉ ମାନେ ବହୁତ ସବସ୍କ୍ରାଇବର ବଢ଼ିଥିଲେ। ତ ସର୍ଟ ଭିଡ଼ିଓ ଦ୍ୱାରା ହିଁ ମୁଁ ମାନେ ଟିକେ ଆଗକୁ ଆସିଥିଲି। ତାପରେ ତାପରେ 2026ରେ ଆପଣମାନେ ଦେଖିପାରୁଥିବେ ମୋର କେବେଠୁ ଲଙ୍ଗ ଭିଡ଼ିଓ ଅପଲୋଡ଼ ହେଇଛି। ଏପ୍ରିଲ ପାଖାପାଖିରୁ ମୁଁ ଲଙ୍ଗ ଭିଡ଼ିଓ ଅପଲୋଡ଼ କରିବା ଷ୍ଟାର୍ଟ କଲି। ମୋତେ ମାନେ ଏମିତି କ୍ୟାମେରା ସାମ୍ନାରେ କହିବା ପାଇଁ ଟିକେ ଲାଜ ଲାଗେ। ଆଉ ମୁଁ ମାନେ ଏମିତି ବେଶୀ କହିପାରେନି, ମାନେ ହଠାତ୍ ଜଲ୍ଦି କହିପାରେନି। ତ ମୋତେ ସବୁବେଳେ ଲାଜ ଲାଗେ ଲଙ୍ଗ ଭିଡ଼ିଓ ବନେଇବା ପାଇଁ। ମୁଁ ଏମିତି କ୍ୟାମେରା ସାମ୍ନାରେ ବସିକି କହିପାରିବିନି ଭାବେ। ତାପରେ ଯେତେବେଳେ ମାନେ ମୁଁ ରିସର୍ଚ୍ଚ କଲି ଯେ ନାଇଁ, ଲଙ୍ଗ ଭିଡ଼ିଓରେ ଆମର ଏତିକି ମାନେ ଏମିତି କ୍ରାଇଟେରିଆ ଅଛି। ମାନେ ଆମର ଗୋଟେ ବର୍ଷରେ ଆମର 4000 ୱାଚ୍ ଆୱାର କମ୍ପ୍ଲିଟ୍ କରିବାର ଅଛି। ଆଉ ଆମର ସର୍ଟ ଭିଡ଼ିଓରେ 90 ଦିନରେ 10 ମିଲିୟନ୍ ଭ୍ୟୁଜ୍ କମ୍ପ୍ଲିଟ୍ କରିବାର ଅଛି। ଦେନ୍ ମୁଁ ବୁଝିଗଲି ଯେ ନାଇଁ, ସର୍ଟ ଭିଡ଼ିଓରେ ମୋର କିଛି ବି ଫ୍ୟୁଚର ନାହିଁ। କାହିଁକିନା ସେଠି ମୁଁ 10 ମିଲିୟନ୍ ଭ୍ୟୁଜ୍ ଆଣି ହିଁ ପାରିବିନି, କାହିଁକିନା ମୋ ସର୍ଟ ଭିଡ଼ିଓରେ ଏତେ ଭ୍ୟୁଜ୍ ଯାଉନଥିଲା। ତ ମୁଁ ଲଙ୍ଗ ଭିଡ଼ିଓ ଉପରେ ଫୋକସ୍ କଲି। ମାନେ ଆମର ଏଇ ଏପ୍ରିଲରୁ 2026 ଏପ୍ରିଲ ମାସରୁ ମୁଁ ଟିକେ ଲଙ୍ଗ ଭିଡ଼ିଓ ଉପରେ ଫୋକସ୍ କଲି। ଆଉ ଯୋଉ ଦିନଠୁ ମୁଁ ମୋର ଭିଡ଼ିଓ ଅପଲୋଡ଼ କରିବା ଷ୍ଟାର୍ଟ କରିଛି, ମାନେ 2026 ଏପ୍ରିଲରୁ, ସେବେଠୁ ମୁଁ ଡେଲି ଅପଲୋଡ଼ କରିବା ମାନେ ଡେଲି ଅପଲୋଡ଼ କରେ। ଏପ୍ରିଲ, ମେ, ଜୁନ୍, ଏଇଟା ଆମର ଜୁନ୍, ଏଇ 2-3 ଦିନ ପୂର୍ବରୁ ମୋ ଚ୍ୟାନେଲ ମନିଟାଇଜ ହେଇଛି। ତ ଆପଣମାନେ ଯାଇକି ମୋ ଚ୍ୟାନେଲରେ ଦେଖିପାରିବେ ଯେ ମୁଁ ଯେବେଠୁ ମାନେ ଭିଡ଼ିଓ ଅପଲୋଡ଼ କରିଛି, ସେବେଠୁ ମୁଁ ଡେଲି ଗୋଟେ ଭିଡ଼ିଓ ଅପଲୋଡ଼ କରେ। ମୁଁ କେବେ ବି ମାନେ ଭିଡ଼ିଓ ଅପଲୋଡ଼ କରିବା ବନ୍ଦ କରିନି। ଯେତେବେଳେ ଲଙ୍ଗ ଭିଡ଼ିଓ ମୁଁ ଅପଲୋଡ଼ କଲି ହଠାତ୍, ସେତେବେଳେ ମୋର ମାନେ କେହି ହଠାତ୍ ମୋର ଭିଡ଼ିଓ ଦେଖୁନଥିଲେ। ତାପରେ ଧୀରେ ଧୀରେ ମୁଁ ମାନେ ଅପଲୋଡ଼ କଲା ପରେ ଲୋକମାନେ ଜାଣିଲେ ଯେ ନାଇଁ, ସିଏ ମାନେ ଏଇ ବିଷୟରେ ଭିଡ଼ିଓ ବନଉଛି। ତ ଧୀରେ ଧୀରେ ଲୋକମାନେ ବି ମୋ ଭିଡ଼ିଓ ଦେଖିବା ପାଇଁ ପସନ୍ଦ କଲେ। ତାପରେ ଫାଇନାଲି ମୋ ଚ୍ୟାନେଲ ମନିଟାଇଜ ହେଇଗଲା। ତ
ସତ କହିବାକୁ ଗଲେ ମୁଁ ମାନେ ଲଙ୍ଗ୍ ଭିଡିଓରେ ହିଁ ମୋ ଚ୍ୟାନେଲ୍ ମନିଟାଇଜ୍ କରେଇଛି। ଯୋଉଟାକି ଏପ୍ରିଲରୁ ଷ୍ଟାର୍ଟ କରିଥିଲି। ଏପ୍ରିଲରୁ ମେ, ମେରୁ ଜୁନ୍। ମାନେ ମତେ ମାନେ 2 ମାସ ଲାଗିଗଲା ହେଲା। 2 ମାସ ଲାଗିଗଲା ମୋ ଚ୍ୟାନେଲ୍ ମନିଟାଇଜ୍ କରିବା ପାଇଁ। ତ ସେଇଟା ତମ ଉପରେ ଡିପେଣ୍ଡ କରେ କି ମାନେ ତମେ କୋଉ ଭିଡିଓ ବନଉଛ। ତ ମୁଁ କହିବି ଯଦି ତମେ ସର୍ଟ ଭିଡିଓ ଅପଲୋଡ୍ କରୁଛ ଭଲ ଭ୍ୟୁଜ୍ ଯାଉଛି ଯଦି, ତାହେଲେ ହିଁ ଆମର ମାନେ ସର୍ଟ ଭିଡିଓ ଉପରେ ମାନେ ଧ୍ୟାନ ଦିଅ। ନହେଲେ ଆମର ଲଙ୍ଗ୍ ଭିଡିଓ ଉପରେ ଟିକେ ଧ୍ୟାନ ଦିଅ। କାହିଁକିନା ଲଙ୍ଗ୍ ଭିଡିଓ ହିଁ ମାନେ ଲଙ୍ଗ୍ ଭିଡିଓରେ ହିଁ ଆପଣମାନେ ଜଲ୍ଦି ଆମର ଚ୍ୟାନେଲ୍‌ଟା ମନିଟାଇଜ୍ କରେଇ ପାରିବେ। ତ ମୋ ପାଇଁ ମାନେ ବହୁତ ମାନେ ଚ୍ୟାଲେଞ୍ଜ ବାଲା ଜିନିଷ କଣ ଥିଲା ଜାଣିଛ? ମାନେ ମୋର କଲେଜ ସହିତ ମୋର ଭିଡିଓ ମାନେ ବନେଇବା, ଏଡିଟିଂ କରିବା, ଫେର୍ ଥମ୍ବନେଲ୍ ବନେଇବା, ତାପରେ ଅପଲୋଡ୍ କରିବା ସେଇଟା ମୋ ପାଇଁ ବହୁତ ଚ୍ୟାଲେଞ୍ଜ ବାଲା ଜିନିଷ ଥିଲା। କିନ୍ତୁ ମୁଁ ହାର ମାନି ନଥିଲି। ମାନେ କଷ୍ଟ ହୁଏ। ମୁଁ କଲେଜ କେତେବେଳେ ଯାଏ? କଲେଜ ଯାଏ 9ଟା 10ଟା ପାଖାପାଖି। ଆମର ସେମିତି ଟାଇମ୍ ଟେବୁଲ୍ ନଥାଏ କାହିଁକିନା ହଠାତ୍ ହିଁ ଡାକନ୍ତି କଲେଜ। ତ କଲେଜରୁ ଆସିବି। କଲେଜରୁ ଆସୁ, ଆସୁ ନିହାତି 1 2ଟା ହେଇଯାଏ। ଦିନେ, ଦିନେ 12ଟା 1 ହେଇଯାଏ। ଆସିକି ଖାଇସାରିକି ମୁଁ ମୋର ଭିଡିଓ ବନେଇବା ଷ୍ଟାର୍ଟ କରେ। ଆପଣମାନେ ତ ଦେଖିଥିବେ ମୁଁ କେବେ ବି ମାନେ ଆମ ରୁମ୍‌ରେ ଭିଡିଓ ବନାଏନି। ସବୁବେଳେ ବାହାରେ ହିଁ ବନାଏ। ତ ସେଇ ଟାଇମ୍‌ରେ ଏପ୍ରିଲ, ମେ ପାଖାପାଖି ତୁମେ ତ ବୁଝିପାରୁଥିବ ଭାଇ କେମିତି ଖରା, ମୁଣ୍ଡ ଫଟା ଖରା। ମୁଁ ଏଇଠି ବସିକି ଗଛ ମୂଳେ ଭିଡିଓ ବନାଏ। ଏବେ ବି ବନଉଛି। ଏବେ ବି ମୋ ମାନେ ମୁହଁ ସାରା ଝାଳ ହେଇଯାଇଛି। ଆପଣମାନେ ଟିକେ ଜୁମ୍ କଲେ ଜାଣିପାରିବେ। ତ ଏଠି ବସିକି ମୁଁ ଭିଡିଓ ବନାଏ। ବହୁତ ମାନେ ଗରମ ହଉଥାଏ। ଖରା ତ ଖରା କଣ କହିବି। ଫିର୍ ବି ମୁଁ ଭାବୁଥିଲି ନାଇଁ, ମତେ ଭିଡିଓ ବନେଇବାର ଅଛି। ଦେନ୍ ମାନେ ଆମର ସମର ଭ୍ୟାକେସନ୍ ହେଲା। ମାନେ ଆମର ଗ୍ରୀଷ୍ମ ଛୁଟି ଷ୍ଟାର୍ଟ ହେଇଗଲା। ତ ମତେ ଏଇଠି ଟିକେ ବେଶୀ ମାନେ ଚାନ୍ସ ମିଳିଗଲା ଯେ ନାଇଁ ଏଇ ସମର ଭ୍ୟାକେସନ୍‌ରେ ହିଁ ମୁଁ ମୋର ଚ୍ୟାନେଲ୍‌ଟା ମନିଟାଇଜ୍ କରେଇ ପାରିବି। କାହିଁକି ନା କଲେଜ ଟାଇମ୍‌ରେ ମତେ ବେଶୀ କଷ୍ଟ ହଉଥିଲା। ମାନେ ଆସିକି ଭିଡିଓ ବନେଇକି ଅ ଏଡିଟ୍ କରିକି ପୋଷ୍ଟ କରିବା ପାଇଁ ବେଶୀ ଟିକେ ମତେ କଷ୍ଟ ହଉଥିଲା। ଟାଇମ୍ ବି ଲାଗୁଥିଲା। ତ ମୁଁ ଭାବିଥିଲି ନାଇଁ, ଯାହା ବି ହେଇଯାଉ ମୋର ସମର ଭ୍ୟାକେସନ୍‌ରେ ମୋର ଚ୍ୟାନେଲ୍‌ଟା ମନିଟାଇଜ୍ କରେଇବାର ଅଛି। ତ ମୁଁ ଲଗାତାର ଭିଡିଓ ଅପଲୋଡ୍ କରିବା ଷ୍ଟାର୍ଟ କଲି। ଖରା ନାହିଁ କିଛି ନାହିଁ। ମୋର କିଛି ମାନିବାର ନାହିଁ। ଭାଇ ମୋର ଚ୍ୟାନେଲ୍ ମନିଟାଇଜ୍ କରେଇବାର ଅଛି। ତ ଏମିତି ମୁଁ ଲଗାତାର ଭିଡିଓ ବନେଇବା ଷ୍ଟାର୍ଟ କଲି। ଭିଡିଓ ସବୁଦିନ ମୁଁ ଅପଲୋଡ୍ କରେ। ଦେନ୍ ଫାଇନାଲି ମୋର ଚ୍ୟାନେଲ୍ ମନିଟାଇଜ୍ ହେଇଗଲା। ତ ମୁଁ ଆପଣମାନଙ୍କୁ ବାସ୍ ଏତିକି କହିବା ପାଇଁ ଚାହୁଁଛି ଯେ ମାନେ ଯିଏ ବି ଆମର ମାନେ ନୂଆ, ନୂଆ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲୁଛ, ହଠାତ୍ ଆମ ଚ୍ୟାନେଲ୍‌ରେ ମାନେ ଭ୍ୟୁଜ୍ ଆସିବା ଷ୍ଟାର୍ଟ ହୁଏନି। ଆଉ ଆମ ଚ୍ୟାନେଲ୍‌ରେ ହଠାତ୍ ହିଁ ଆମର ଅଡିଏନ୍ସ ଆସନ୍ତିନି। ତ ତୁମେ ଯେତେବେଳେ ଆମର ଭିଡିଓ ବନେଇବା ଷ୍ଟାର୍ଟ କରିବ ଡେଲି, ଡେଲି ଲୋକମାନେ ଜାଣିବେ ଯେ ନାଇଁ ସିଏ ମାନେ ଏମିତି ଭିଡିଓ ବନଉଛି। ତ ଆମେ ତାକୁ ସବସ୍କ୍ରାଇବ୍ କରିବା ଦରକାର। କାହିଁକି ନା ତା ଚ୍ୟାନେଲ୍‌ରେ ଏମିତି ଭିଡିଓ ଆସୁଛି ତ ଆମେ ସେଇ ଭିଡିଓଟା ସେଇଠି ଦେଖିବା ପାଇଁ ପାଇବା। ତ ମାନେ ହଠାତ୍ ହିଁ ଆସିକି ତମେ କେବେ ମାନେ ମନ ଦୁଃଖ ଲାଗିବ କିନ୍ତୁ ତମେ ମାନେ ପରିଶ୍ରମ କର। ମାନେ ସବୁ ଯଦି ଭ୍ୟୁଜ୍ ବି ଆସୁନି ସେଗୁଡା ଅଣଦେଖା କରିକି ଆମର ପରିଶ୍ରମ କରି ଚାଲ। ନିହାତି ଦିନେ ନା ଦିନେ ଆପଣଙ୍କର ବି ଚ୍ୟାନେଲ୍ ମନିଟାଇଜ୍ ହବ। ତ ମୁଁ ତ ମୋର ମାନେ ବର୍ଷେ ପୁରା ବର୍ବାଦ କରିଦେଲି କାରଣ ମୁଁ ବୁଝିନଥିଲି ମାନେ ଆମର କେମିତି କଣ ସବୁ ମାନେ କ୍ରାଇଟେରିଆ ଅଛି ଆଉ କେମିତି କଣ କଲେ ଆମର ଚ୍ୟାନେଲ୍ ମନିଟାଇଜ୍ ହବ। କିନ୍ତୁ ଆପଣମାନେ ସେଇ ଭୁଲ ଜମାରୁ ବି କରନ୍ତୁନି। ତ ଆପଣମାନଙ୍କର ଯୋଉଟା ମାନେ ଭଲ ହଉଛି ଲଙ୍ଗ ଭିଡିଓ କି ସର୍ଟ ଭିଡିଓ ଆଗରେ ଆପଣମାନେ କନଫର୍ମ କରନ୍ତୁ। ତାପରେ ଆମର ଭିଡିଓ ଅପଲୋଡ୍ କରିବା ଷ୍ଟାର୍ଟ କରନ୍ତୁ। ଯଦି ଆପଣଙ୍କର ମନିଟାଇଜ୍ କରିବାର ଅଛି। ତ ଆଉ ଆପଣ ଯଦି ମାନେ ୟୁଟ୍ୟୁବ ରିଲେଟେଡ୍ କିଛି ବି ବୁଝିପାରୁନାହାନ୍ତି ତାହେଲେ ମୁଁ ୟୁଟ୍ୟୁବ ରିଲେଟେଡ୍ ସବୁ ଭିଡିଓ ମୋର ଚ୍ୟାନେଲ୍‌ରେ ଅପଲୋଡ୍ କରିଛି ଯେ ମାନେ ମୁଁ କେମିତି କଣ ମୋର ପ୍ରୋଫେସନାଲ୍ ଥମ୍ବନେଲ୍ ବନାଏ, କେମିତି ମୁଁ ମୋର ଭିଡିଓ ମାନେ ଏଡିଟ୍ କରେ, କେମିତି ଅପଲୋଡ୍ କରେ ସବୁ କିଛି A to Z ପୁରା ଡିଟେଲ୍ସରେ ବୁଝେଇ ଦେଇଛି ବହୁତ ଇଜି ୱେରେ। ଆପଣମାନେ ଯାଇକି ମୋ ଚ୍ୟାନେଲ୍‌ରେ ସେଇ ଭିଡିଓ ମଧ୍ୟ ଦେଖିପାରିବେ। ତ ଏଇଟା ଥିଲା ମୋର ମାନେ ୟୁଟ୍ୟୁବ ଚ୍ୟାନେଲ୍ କେମିତି ମନିଟାଇଜ୍ ହେଲା ତାର ଜର୍ଣ୍ଣି। ତ ମୋ ପାଇଁ ବି ଇଜି ନଥିଲା। ତ କାହା ପାଇଁ ବି ଏଇଟା ଇଜି ନଥାଏ। ମୁଁ ବି ଗୋଟେ ଛୋଟ କ୍ରିଏଟର। ତ ଯେତେ ବି ଆମର ଛୋଟ କ୍ରିଏଟର ତାଙ୍କ ପାଇଁ ମାନେ ଏଇଟା ବହୁତ ବଡ଼ ମାନେ ଖୁସିର କଥା ମାନେ ଆଚିଭମେଣ୍ଟ କି ନାଇଁ ଯେ ୟୁଟ୍ୟୁବରେ ଏତିକି ଦିନ ଭିଡିଓ ବନଉଥିଲି ଫାଇନାଲି ଆଜି ମନିଟାଇଜ୍ ହେଲା। ତ ଆପଣମାନେ ବି କରିପାରିବେ। ତ ଆପଣମାନେ ଚେଷ୍ଟା କରନ୍ତୁ, ପରିଶ୍ରମ କରିଚାଲନ୍ତୁ। କେବେ ବି ଆମର ଥକି ଯାଆନ୍ତୁନି। ଆପଣମାନେ ଦିନେ ନା ଦିନେ ଆମର ମାନେ ଆପଣଙ୍କର ସକ୍ସେସ୍ ପାଇବେ। ତ ଆଜିର ଭିଡିଓରେ ବାସ୍ ମୋର ଏତିକି ହିଁ କହିବାର ଥିଲା ଯେ ମାନେ ମୁଁ କେମିତି କଣ ଷ୍ଟ୍ରଗଲ୍ କରିକି ମୁଁ ମୋର ଚ୍ୟାନେଲ୍ ମନିଟାଇଜ୍ କଲି। ଆଉ ମୁଁ ଆପଣମାନଙ୍କୁ ମୋର ପୁରା ହୃଦୟରୁ ଅଶେଷ, ଅଶେଷ ଧନ୍ୟବାଦ ଜଣେଇବି। କାରଣ ଆପଣମାନଙ୍କ ସପୋର୍ଟ ବିନା ମୁଁ ଆଜି ମାନେ ଏଇଠି ପହଞ୍ଚି ପାରିନଥାନ୍ତି। ତ ଯୋଉମାନେ ବି ମୋର ୟୁଟ୍ୟୁବ ଚ୍ୟାନେଲ୍ ମାନେ ଖୋଲିଛନ୍ତି ଆଉ ଭିଡିଓ ଅପଲୋଡ୍ କରୁଛନ୍ତି, ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ତାଙ୍କ ଚ୍ୟାନେଲ୍ ବି ଜଲ୍ଦି ହିଁ ମନିଟାଇଜ୍ ହେଇଯାଉ। ତ ଆପଣମାନଙ୍କର ମନରେ ଯଦି କିଛି ବି ମାନେ ପ୍ରଶ୍ନ ଅଛି, ଆପଣଙ୍କର କିଛି ବି ମାନେ ଯଦି ପ୍ରୋବ୍ଲେମ୍ ଅଛି, ନିହାତି ଆପଣମାନେ ମୋତେ ମାନେ ଜଣେଇ ପାରିବେ କମେଣ୍ଟ ମାଧ୍ୟମରେ। ନହେଲେ ଆପଣମାନେ ମୋର ଇନଷ୍ଟାରେ ବି ମେସେଜ୍ କରିକି ମୋତେ ଜଣେଇ ପାରିବେ। ମୁଁ ନିହାତି ଆପଣମାନଙ୍କୁ ସାହାଯ୍ୟ କରିବି। ତ ଆପଣମାନେ ବି ମାନେ ବହୁତ ଆଗକୁ ଯାଆନ୍ତୁ ମୁଁ ସେଇଟା ଚାହିଁବି। ମୁଁ ପାରିଲି ମାନେ ଆପଣମାନେ କଣ ପାଇଁ ପାରିବେନି?
ମୁଁ ବି ଗୋଟେ ଛୋଟ କ୍ରିଏଟର, ମୁଁ ବି ଏଇଟା କରିକି ଦେଖେଇଲି ମାନେ ଆପଣମାନେ କ'ଣ ପାଇଁ ପାରିବେନି? ଆପଣମାନେ ବି ପାରିବେ। ତ ଧୈର୍ଯ୍ୟ ରଖନ୍ତୁ ଆଉ ସବୁଦିନ ଭିଡ଼ିଓ ଅପଲୋଡ଼ କରିବା ଷ୍ଟାର୍ଟ କରନ୍ତୁ। ଆପଣମାନେ ଚାହିଁଲେ ମୋର ଟେକ୍ନିକ୍ ବି ମାନେ ଆପଣେଇ ପାରିବେ। ମୁଁ ଯେମିତି ମାନେ ସର୍ଟ ଭିଡ଼ିଓ ଫାଷ୍ଟ ଅପଲୋଡ଼ କଲି, ତାପରେ ମୋର ଅଡ଼ିଏନ୍ସ ହେଇଗଲା ପରେ ଲଙ୍ଗ ଭିଡ଼ିଓ ଅପଲୋଡ଼ କଲି। ତ ଆପଣମାନେ ବି ସେମିତି କରିବେ। ଯଦି ଆପଣଙ୍କର ଅଡ଼ିଏନ୍ସ ଦରକାର ତାହେଲେ ପ୍ରଥମେ ଆମର ସର୍ଟସ ଭିଡ଼ିଓ ଅପଲୋଡ଼ କରନ୍ତୁ। ତାପରେ ଯେତେବେଳେ ଆମର ଅଡ଼ିଏନ୍ସ ହେଇଯାଉଛନ୍ତି ସେତେବେଳେ ଲଙ୍ଗ ଭିଡ଼ିଓ ଅପଲୋଡ଼ କରିବା ଷ୍ଟାର୍ଟ କରନ୍ତୁ। ତ ମୋତେ ଲାଗୁଛି ମୁଁ ବହୁତ ହିଁ କହିଦେଲି। ତ ଆଜିର ଭିଡ଼ିଓଟିକୁ ଆମର ଏଇଠି ସମାପ୍ତ କରିବା। ତ କିଛି ବି ଯଦି ପ୍ରଶ୍ନ ଥିବ କି କିଛି ବି ଡାଉଟ୍ ଥିବ ନିହାତି ଜଣେଇବେ। ତ ଆଜି ପାଇଁ ଏତିକି। ଦେଖା ହବା ଗୋଟେ ନୂଆ ଭିଡ଼ିଓରେ। ରହୁଛି। ଜୟ ଜଗନ୍ନାଥ। ଜୟ ମାଆ ତାରିଣୀ।